ଯୁଦ୍ଧକୁ ନେଇ ଆସିଲା ଆଉ ଏକ ଅଶୁଭ ସଂକେତ। ବିଶ୍ୱ ପୁଣି ଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି, ଯେଉଁଠାରେ ଏକ ଛୋଟ ଚିଙ୍ଗାର ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇପାରେ। ଗତ 24 ଘଣ୍ଟା ମଧ୍ୟରେ 3ଟି ପ୍ରମୁଖ ଘଟଣା ବିଶ୍ୱ କୂଟନୀତିର ସ୍ପନ୍ଦନକୁ ବୃଦ୍ଧି କରିଛି। ଇରାନ ସିଧାସଳଖ ଆମେରିକାର ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଧମକ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ QUAD ବୈଠକରେ ସ୍ପଷ୍ଟ ଭାବରେ କହିଥିଲେ ଯେ ଇରାନ ସହିତ ଏକ ଚୁକ୍ତି ଶୀଘ୍ର ହେବ ନାହିଁ। ପାକିସ୍ତାନ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରମୁଖ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ ଇସ୍ରାଏଲକୁ ମାନ୍ୟତା ଦିଆଯାଇଥିଲା। ଏହି 3ଟି ଘଟଣା ପୃଥକ ଭାବରେ ଦେଖାଯାଇପାରେ, କିନ୍ତୁ ଏହା ମଧ୍ୟପ୍ରାଚ୍ୟର ଉଷ୍ମ ରାଜନୀତି ସହିତ ସିଧାସଳଖ ଜଡ଼ିତ, ଯେଉଁଠାରେ ତେଲ ଏବଂ ଶକ୍ତି ଏବଂ ରଣନୀତିରେ ଏକ ବିପଜ୍ଜନକ ଖେଳ ଖେଳାଯାଉଛି। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ହର୍ମୁଜ ପ୍ରଣାଳୀ ବିଶ୍ୱର ତୈଳର ଏକ ବଡ଼ ଅଂଶ ଏହି ରାସ୍ତା ଦେଇ ଗତି କରେ ଏବଂ ଏହା ଯୁଦ୍ଧ ସମୟରେ ଗୁରୁତର ଭାବରେ ପ୍ରଭାବିତ ହୋଇସାରିଛି, ଯାହାର ପ୍ରଭାବ ଏବେ ବିଶ୍ୱବ୍ୟାପୀ ଅନୁଭୂତ ହେଉଛି। ଯଦି ପୁଣି ଉତ୍ତେଜନା ବୃଦ୍ଧି ପାଏ, ତେବେ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ବରଂ ବିଶ୍ୱ ଅର୍ଥନୀତି ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିପାରେ। ବଜାରରେ ଅଶାନ୍ତି ପୂର୍ବରୁ ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନଙ୍କ ବିଶ୍ୱାସ କରନ୍ତି ଯେ ଯଦି ଆଗାମୀ ଦିନରେ ଆଲୋଚନା ଆଗକୁ ନ ବଢ଼ିବ, ତେବେ ପରିସ୍ଥିତି ଆହୁରି ବିସ୍ଫୋରକ ହୋଇପାରେ। ଗତ କିଛି ଦିନ ମଧ୍ୟରେ ଆମେରିକା ହର୍ମୁଜ ପ୍ରଣାଳୀ ନିକଟରେ ଅବସ୍ଥିତ ଇରାନୀ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥାନ ଏବଂ ଡଙ୍ଗା ଉପରେ ଆକ୍ରମଣ କରିଥିଲା। ଆମେରିକା ଏହି ଆକ୍ରମଣଗୁଡ଼ିକୁ ଆତ୍ମରକ୍ଷା ଭାବରେ ବର୍ଣ୍ଣନା କରିଥିଲା, କିନ୍ତୁ ଇରାନ ଏହାକୁ ଖୋଲା ଆକ୍ରମଣ ବୋଲି ବିବେଚନା କରିଥିଲା। ଏହା ପରେ ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ IRGC ଏକ କଡ଼ା ବିବୃତ୍ତି ଜାରି କରି ପ୍ରତିଶୋଧର ଧମକ ଦେଇଥିଲା। ଏହି ସମୟରେ QUAD ବୈଠକରେ ମାର୍କୋ ରୁବିଓଙ୍କ ବିବୃତ୍ତିରେ କୁହାଯାଇଛି ଯେ ପରମାଣୁ କାର୍ଯ୍ୟକ୍ରମ ଏବଂ ପ୍ରତିବନ୍ଧକ ଉପରେ ମତଭେଦ ହେତୁ ଇରାନ ସହିତ ଏକ ଚୁକ୍ତି ସମୟ ନେବ। ଏହା ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ ଉତ୍ତେଜନା ଶୀଘ୍ର ଶେଷ ହେବାର ସମ୍ଭାବନା କମ୍। ତୃତୀୟ ପ୍ରମୁଖ ଘଟଣା ପାକିସ୍ତାନ ଚିନ୍ତା କରୁଛି। ଟ୍ରମ୍ପ ପ୍ରଶାସନ ଚାହୁଁଛି ଯେ ପାକିସ୍ତାନ ଇସ୍ରାଏଲକୁ ଚିହ୍ନଟ କରି ଆଗକୁ ବଢ଼ୁ, କିନ୍ତୁ ଇସଲାମାବାଦ ସ୍ପଷ୍ଟ ଭାବରେ ମନା କରିଦେଇଛି। ପାକିସ୍ତାନ କହିଛି ଯେ ପାଲେଷ୍ଟୋଇନ ସମସ୍ୟା ସମାଧାନ ନ କରି ଏହା ଅସମ୍ଭବ। ଏହି 3ଟି ଘଟଣା ଏକତ୍ର ସୂଚାଇ ଦିଏ ଯେ ମଧ୍ୟପ୍ରାଚ୍ୟରେ ଶାନ୍ତିର ପଥ ଆହୁରି କଷ୍ଟକର ହୋଇଯାଇଛି।